ଦୁଇ ମାସର ଶିଶୁପୁତ୍ର ଚୋରି। 2 ଦିନ ହେବ ପୁଅକୁ ଖୋଜି ଖୋଜି ନୟାନ୍ତ ହେଲାଣି ମା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳ ବାଗୁଡ଼ି ଚମ୍ପୁ ଅଞ୍ଚଳରେ। ବାଲେଶ୍ୱର ରେମୁଣା ଅଞ୍ଚଳର ପଦ୍ମିନୀ ସିଂ ସୋର ବାଗୁଡ଼ି ରାସ୍ତା ଚମ୍ପ ଅଙ୍ଗୁଳାର ଛକର ଏକ ଇଟା ଭାଟିରେ କାମ କରନ୍ତି। ସୂଚନା ଅନୁସାରେ ସେହିଦିନ ପଦ୍ମିନୀ ଏକ ଟ୍ରାକ୍ଟରରେ ଇଟା ଲଦି ଅନ୍ୟତ୍ର ଏକ ସ୍ଥାନକୁ ଇଟା କାଢ଼ିବାକୁ ଯାଇଥିଲେ। ଆଉ ଯିବା ସମୟରେ 2 ମାସର ଶିଶୁପୁତ୍ରକୁ ଏକ ଶାଢ଼ୀରେ ଝୁଲାଇ ତାର ଆଈ ମା ମୀନ ସିଂଙ୍କୁ ଜଗାଇ ଦେଇଥିଲେ। କିନ୍ତୁ ଇଟା କାଢ଼ି ପଦ୍ମିନୀ ଫେରି ଦେଖିଲା ବେଳକୁ ପୁଅ ଝୁଲାରେ ନଥିଲା। ଏପଟେ ମା ଲକ୍ଷ୍ମୀଙ୍କର ନିଦ ଲାଗିଯାଇଥିଲା। ଅନେକ ଖୋଜାଖୋଜି ପରେ ଉଭୟ ଶିଶୁର କୌଣସି ଖବର ପାଇନଥିଲେ, ଯାହାପରେ ଏହାକୁ ନେଇ ସେମାନେ ଥାନାରେ ଅଭିଯୋଗ କରିଥିଲେ। ଆଉ ସୋର ପୁଲିସ ଏହାକୁ ନେଇ ଏବେ ତଦନ୍ତ ଚଳାଇଛି। ଛୁଆଟାକୁ ଶୋଇ ଦେଇ ଆମେ ଯାଇଥିଲୁ ଇଟା ଖାଲି କରତେ। ଇଟା ଖାଲି କରିଦେଇ ଆସିଲା ବେଳକୁ ଛୁଆ ନଥିଲା। ଆମେ ବହୁତ ଖୋଜାଖୋଜି କରୁଛୁ। କେତେ ମାସର ଛୁଆ? 2 ମାସର ଛୁଆ। ହଁ, ଜଣାଜଣି ତ ସରିଯାଇଛି ସବୁବେଳେ। 12ଟା ଗୋଟେ ଟାଇମ ହେଇଯିବ ଆଉ। କିଏ ନେଇଛି ବୋଲି ସନ୍ଦେହ କାହା କରୁଛନ୍ତି? ମଙ୍ଗଳ ନେଇଥିବେ। ମଙ୍ଗଳ ମାନେ କିଏ ତମର? ମୋ ବର। ତାଙ୍କ ଘର କୋଉଠି? ଜଗନ୍ନାଥପୁର। ମାନେ ବାହା ହେଇଛନ୍ତି, ଆଉ ଗୋଟେ ମତେ ବାହା ହେଇ ନଥିଲା। ସିଏ ଆଉ ଗୋଟେ ବାହା ହେଇଛି? ଆଜ୍ଞା। ତୁମକୁ ନେଇକି ରଖିଥିଲା? ହଁ। ଗୋଟିଏ ଘରେ ରହୁଥିଲା ନା ଅଲଗା ଅଲଗା ନେଇକି? ଗୋଟିଏ ଘର, ଗୋଟିଏ ରୁମ ର, ଗୋଟିଏ ଖଟର। ଇଟା ଭାଟିର କାମ କରୁଥିଲା। ଆଉ ମୋ ଝିଅର ଛୁଆ କାମ, ସିଏ ଇଟା ଖାଲି କରତେ ଗଲା, ମୁଁ ତ ଛୁଆ ଜଗେଇ ଦେଇଥିଲା, ମୋର ବସତେ ବସତେ ଶୋଇ ଯାଇଥିଲି। ଆଜ୍ଞା କିଏ ନେଇଛନ୍ତି, ଆମେ ଖୋଜାଖୋଜି କରୁଛୁ, ଗୋଟେ ପାଉନି। କେତେ ମାସର ଛୁଆ? 2 ମାସର। ଜଣେଇଲେଣି? ଥାନାର ଜଣେଇছে। ମୁଁ ଭାବୁଛି ତାରି ବର ନେଇଥିବ ନା। ଆଜ୍ଞା ଆସେନି, ସେ ରାଜିର ଯାଇଥିଲା ଝିଅଟା। ଆକୁ ବି ଧମକା ଧମକି କରିଛି ମଝିର, କହିଛି ଛୁଆଟାକୁ ନେଇକି ଦବୁ ତ ଭଲ କଥା, ନା ନା। ନାଇଁ ରାସ୍ତାର ଛୁଆ ମାଗୁଥିଲା, ଇଏ ଛୁଆ ଦେଲାନି। ତାকে ସନ୍ଦେହ କରୁଛ? ହଁ ଆଜ୍ଞା। ଆମ ନାଁ କଣ? ମଙ୍ଗଳ। ମଙ୍ଗୁଡୁ। ମଙ୍ଗୁଳୁ। ବାଲେଶ୍ୱରରୁ ଶରତ ନାୟକଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।